ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ଆମେ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ। ଏହି 4ଟି ହସ୍ତ ଦ୍ୱାରା ପ୍ରଭୁ ଆମକୁ ଜଗାନ୍ତି। ଏହି 4ଟି ହସ୍ତ ଦ୍ୱାରା ପ୍ରଭୁ ଆମକୁ ଜଗାନ୍ତି। ପ୍ରିୟମାନେ, ଆଜି ଆପଣମାନଙ୍କୁ କହିବା ପାଇଁ ଚାହେଁ ପରମେଶ୍ୱର କେଉଁ 4ଟି ହସ୍ତ ଦ୍ୱାରା ସେ ଆମମାନଙ୍କୁ ଜଗାନ୍ତି। ଇସ୍ରାଏଲ ଲୋକମାନେ ଯେଉଁ ସମୟରେ ସେମାନେ ମିଶର ଦେଶକୁ ଗଲେ, ସେହି ସମୟରେ ପରମେଶ୍ୱର ବା ମିଶର ଦେଶର ରାଜା ଫାରୋଙ୍କ ଦ୍ୱାରା ଇସ୍ରାଏଲ ଲୋକମାନଙ୍କୁ ରହିବା ପାଇଁ, ଖାଇବା ପାଇଁ ସବୁ ବିଷୟ ଯୋଗାଇଲେ। ପ୍ରଥମେ ହେଲା ଅନ୍ୟମାନଙ୍କର ହସ୍ତ ଦ୍ୱାରା ପରମେଶ୍ୱର ଆମକୁ ଜଗାନ୍ତି। ଅନ୍ୟମାନେ ଆମକୁ ସାହାଯ୍ୟ କରନ୍ତି, ଅନ୍ୟମାନେ ଆମକୁ ଦିଅନ୍ତି। ଏହି ପ୍ରକାର ଭାବରେ ଅନେକ ସମୟରେ ଆମମାନଙ୍କ ଜୀବନରେ ଅଭାବ ଥାଏ, ଆଉ ଆମେ ଦେଖୁ ସେ ଅଭାବ ମୋଚନ କରିବା ପାଇଁ ବିଭିନ୍ନ ମନୁଷ୍ୟମାନେ ସେମାନେ ଆସିଆ ସାହାଯ୍ୟର ହାତକୁ ବଢ଼ାନ୍ତି। ଯେ ପ୍ରକାର କି ଇସ୍ରାଏଲ ଲୋକମାନେ ମିଶର ଦେଶରେ ଥିବା ସମୟରେ ଫାରୋ ରାଜାଙ୍କର ହସ୍ତ ଦ୍ୱାରା ସେ ଇସ୍ରାଏଲ ଲୋକମାନଙ୍କୁ ଆଶୀର୍ବାଦ କଲେ। ଅନ୍ୟମାନଙ୍କ ହସ୍ତ ଦ୍ୱାରା ପରମେଶ୍ୱର ଆମମାନଙ୍କୁ ଜଗାନ୍ତି। ଆଉ ଯେଉଁ ସମୟରେ ଇସ୍ରାଏଲ ଲୋକମାନେ ପ୍ରାନ୍ତର ମଧ୍ୟରେ ସେମାନେ ଯାଉଥିଲେ, ସେହି ସମୟରେ ପରମେଶ୍ୱର ଆପଣା ହସ୍ତ ଦ୍ୱାରା ସେମାନଙ୍କୁ ପ୍ରତି ପ୍ରଭାତରେ ସ୍ୱର୍ଗରୁ ସେ ମାନ୍ନା ଦେଉଥିଲେ। ଇସ୍ରାଏଲ ଲୋକମାନେ ପ୍ରାନ୍ତରରେ କୌଣସି ପ୍ରକାର ଚାଷ କାମ କରୁନଥିଲେ। ତାଙ୍କ ପାଖରେ କୌଣସି ପ୍ରକାର ଗଚ୍ଛିତ ଖାଦ୍ୟଦ୍ରବ୍ୟ ନଥିଲା। ମାତ୍ର ପ୍ରତିଦିନ ପରମେଶ୍ୱର ସ୍ୱର୍ଗରୁ ସେ ମାନ୍ନା ସେମାନଙ୍କ ନିମନ୍ତେ ବର୍ଷାଉଥିଲେ। ଆଉ ପ୍ରତିଦିନ ସେମାନେ ପ୍ରାତଃ କାଳରେ ମାନ୍ନାକୁ ସେମାନେ ସଂଗ୍ରହ କରି ସେମାନେ ଖାଉଥିଲେ। ପରମେଶ୍ୱର ସେମାନଙ୍କୁ ପଥରରୁ ଜଳ ସେମାନଙ୍କୁ ଯୋଗାଉଥିଲେ। ସେମାନଙ୍କୁ ଯେଉଁ ସମୟରେ ଶୋଷ ଲାଗୁଥିଲା, କୌଣସି ପାଖରେ ନଦୀ ନାହିଁ, କୌଣସି ପ୍ରକାର କୂପ ନାହିଁ, ସେହି ସମୟରେ ପରମେଶ୍ୱର ସେମାନଙ୍କୁ ପଥରରୁ ପାଣି ଦେଉଥିଲେ। ଆଶ୍ଚର୍ଯ୍ୟ ଭାବରେ ସେମାନେ ସେଠୁ ପାଣିକୁ ସେମାନେ ପିଉଥିଲେ। ଆଉ ସେମାନଙ୍କର ପୋଷାକ ଗୁଡ଼ିକ, ସେମାନଙ୍କ ଶରୀର ବଢ଼ିବା ସମୟ, ବୟସ ବଢ଼ିବା ସହିତ ସେମାନଙ୍କ ପୋଷାକ ବଢ଼ୁଥିଲା, ଜୋତା ବଢ଼ୁଥିଲା। ପରମେଶ୍ୱର ସେମାନଙ୍କୁ ଆପଣା ହସ୍ତ ଦ୍ୱାରା ସେମାନଙ୍କୁ ଯୋଗାଇଲେ। ସେମାନେ ମାଂସ ମାଗିଲେ, ପରମେଶ୍ୱର ବହୁତ ସ୍ୱାଦିଷ୍ଟ ଭାଟୋଇ ପକ୍ଷୀ ଗୁଡ଼ିକକୁ ସେମାନଙ୍କୁ ଦେଲେ। ପ୍ରଥମେ ଅନ୍ୟମାନଙ୍କ ହସ୍ତ ଦ୍ୱାରା, ମନୁଷ୍ୟ ହସ୍ତ ଦ୍ୱାରା, ଫାରୋଙ୍କ ହସ୍ତ ଦ୍ୱାରା ସେ ଇସ୍ରାଏଲ ଲୋକଙ୍କୁ ଯୋଗାଇଲେ। ଆଉ ଦ୍ୱିତୀୟରେ ପରମେଶ୍ୱର ଆପଣା ନିଜ ହସ୍ତ ଦ୍ୱାରା ସେ ଯୋଗାଇଲେ। ଯେଉଁ ସମୟରେ ଇସ୍ରାଏଲ ଲୋକମାନେ ସେମାନେ ପ୍ରାନ୍ତରର ଯାତ୍ରାକୁ ସମାପ୍ତ କରି ସେମାନେ ପ୍ରତିଜ୍ଞାତ ଦେଶ କିଣାନରେ ପ୍ରବେଶ କଲେ, ସେହି ଦିନ ସ୍ୱର୍ଗରୁ ମାନ୍ନା ନିବୃତ୍ତ ହେଲା। କୌଣସି ପ୍ରକାର ମାନ୍ନା ଆଉ ସ୍ୱର୍ଗରୁ ପଡ଼ିଲା ନାହିଁ। ସେହିଦିନ କ'ଣ ହେଲା ଯେ ସେମାନେ ନିଜ ହସ୍ତ ଦ୍ୱାରା ସେମାନେ ପରିଶ୍ରମ କଲେ। ନିଜ ହସ୍ତ ଦ୍ୱାରା ପରିଶ୍ରମ କରି ସେମାନେ ଚାଷ କଲେ, ଆଉ ବହୁତ ସୁନ୍ଦର ଭାବରେ ଖାଇଲେ। ପ୍ରଥମରେ ଅନ୍ୟ ହସ୍ତ ଦ୍ୱାରା, ଏହାପରେ ପରମେଶ୍ୱର ନିଜ ହସ୍ତ ଦ୍ୱାରା ଯୋଗାନ୍ତି। ଆଉ ଆମର ନିଜ ହସ୍ତ ଦ୍ୱାରା ପରମେଶ୍ୱର ଆମକୁ ଯୋଗାନ୍ତି। କେତେ ବଢ଼ିଆ! ଆଜି ମଧ୍ୟ ଆମେ ଯେତେବେଳେ ପରିଶ୍ରମ କରୁ, ଆମର ହସ୍ତ କାମ କରେ, ପରମେଶ୍ୱର ଆମର ହସ୍ତଗତ କର୍ମକୁ ଆଶୀର୍ବାଦ କରନ୍ତି, ଆଉ ସେ ଆମମାନଙ୍କୁ ଯୋଗାନ୍ତି। ଆଜି ପରମେଶ୍ୱର ଅନେକ ଲୋକଙ୍କୁ ସେମାନଙ୍କ ହସ୍ତଗତ କର୍ମକୁ ଆଶୀର୍ବାଦ କରି ଗୋଟିଏ ପରେ ଗୋଟିଏ ଆଶୀର୍ବାଦ ଦେଇ ଦେଇ ସେମାନଙ୍କୁ ବଢ଼ାଇଛନ୍ତି। କାରଣ କର୍ମଶୀଳ ହସ୍ତ ସେ କର୍ତ୍ତୃତ୍ୱ କରିବ, ମାତ୍ର ଅଳସୁଆ ସେ ବେଠି କରିବ, ଏହା ଲେଖାଯାଏ। ଯେ ପରମେଶ୍ୱର ସେ ଅନ୍ୟର ହସ୍ତ ଦ୍ୱାରା, ପରମେଶ୍ୱର ଆପଣା ହସ୍ତ ଦ୍ୱାରା, ଆଉ ପରମେଶ୍ୱର ଆମ ନିଜ ହସ୍ତ ଦ୍ୱାରା ମଧ୍ୟ ସେ ଆମମାନଙ୍କୁ ଯୋଗାନ୍ତି। ଆଉ ଶେଷରେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପରମେଶ୍ୱର ଶତ୍ରୁମାନଙ୍କର ହସ୍ତ ଦ୍ୱାରା ମଧ୍ୟ ସେ ଆମମାନଙ୍କୁ ଯୋଗାନ୍ତି।
ଆମର ପରମେଶ୍ୱର ସେଇ ପ୍ରକାର ଅଟେ। ଅନେକ ଶତ୍ରୁଗୁଡ଼ିକ ଥାଆନ୍ତି ଯେଉଁମାନଙ୍କୁ ପରମେଶ୍ୱର ଏ ପ୍ରକାର ଭାବରେ ବ୍ୟବହାର କରନ୍ତି, ସେମାନଙ୍କର ହସ୍ତ ଦ୍ୱାରା ମଧ୍ୟ ଯୋଗାନ୍ତି। ଦିନେ ସମରିଆରେ ଏ ପ୍ରକାର ଦୁର୍ଭିକ୍ଷ ହେଲା ଯେ ସମରିଆର ଲୋକମାନେ ନିଜର ପୁଅ ଝିଅକୁ ମାରିକିନା ଖାଇଲେ। ସେମାନଙ୍କ ପାଖରେ କୌଣସି ପ୍ରକାର ଖାଦ୍ୟଦ୍ରବ୍ୟ ନଥିଲା। ସେହି ସମୟରେ ଦେଶରେ 4ଟି କୁଷ୍ଠି ଲୋକ ଥିଲେ। ଆଉ ସେମାନେ ଯେତେବେଳେ ମରିଯିବେ ବୋଲି ଭାବିଲେ, ସେମାନେ କହିଲେ ଯଦି ଆମେ ସହରକୁ ଯିବା, ସହରରେ ମରିବା, ଆମେ ଏଠି ରହିଲେ ଏଠି ମରିବା, ତାହେଲେ ଚାଲ ଆମେ ଶତ୍ରୁମାନଙ୍କର ସେଇ ଛାଉଣିକୁ ଯିବା। ଆଉ ଯେତେବେଳେ ସେ ଶତ୍ରୁମାନଙ୍କର ଛାଉଣିକୁ ଯାଇଛନ୍ତି, ସେହି ଶତ୍ରୁମାନେ ନିଜର ଖାଦ୍ୟ ଦ୍ରବ୍ୟ ସବୁ ବିଷୟ ଛାଡ଼ି ସେମାନେ ଧାଇଁକିନା ପଳାଇ ଯାଇଛନ୍ତି। କାରଣ ପରମେଶ୍ୱର ସେମାନଙ୍କୁ ସେହି ପ୍ରକାର ଶବ୍ଦ ଗୁଡ଼ିକ ଶୁଣାଇଥିଲେ। ଆଉ ସେହି 4 ଜଣ କୁଷ୍ଠି ସେମାନେ ଖାଇଲେ। ଆଉ ଖାଉ ଖାଉ ସେମାନଙ୍କୁ ମନେ ପଡ଼ିଲା ଯେ ଆଜି ତ ସୁସମ୍ବାଦର ଦିନ, ଆମେ କେବଳ ଖାଇବୁ କି ଅନ୍ୟମାନଙ୍କୁ ମଧ୍ୟ ଦେବୁ। ତାହେଲେ ସେମାନେ ଗାଁକୁ ଆସି, ସହରକୁ ଆସି ଖବର ଦେଲେ ଯେ ସେହି ସ୍ଥାନରେ ଖାଦ୍ୟଦ୍ରବ୍ୟ ପ୍ରଚୁର ପରିମାଣରେ ରହିଅଛି। ପ୍ରିୟମାନେ, ଶତ୍ରୁମାନେ ମଧ୍ୟ ଆମମାନଙ୍କ ନିମନ୍ତେ ଆଶୀର୍ବାଦ କାରଣ ହୁଅନ୍ତି। ପରମେଶ୍ୱର ଶତ୍ରୁମାନଙ୍କର ହସ୍ତ ଦ୍ୱାରା ମଧ୍ୟ ସେ ଆମମାନଙ୍କୁ ଯୋଗାନ୍ତି। ସେଥିପାଇଁ ଏହି 4ଟି ହସ୍ତକୁ ମଧ୍ୟ ଆପଣମାନେ ମନେ ରଖିବେ। ଅନ୍ୟମାନଙ୍କ ହସ୍ତ ଦ୍ୱାରା ପରମେଶ୍ୱର ଆମକୁ ଯୋଗାନ୍ତି। ଆଉ ବହୁତ ଆଶ୍ଚର୍ଯ୍ୟ ଭାବରେ ସେ ଆପଣା ହସ୍ତ ଦ୍ୱାରା ମଧ୍ୟ ସେ ଆମମାନଙ୍କୁ ସାହାଯ୍ୟ କରନ୍ତି। ଆଉ ଆମମାନଙ୍କ ନିଜ ହସ୍ତ ଦ୍ୱାରା ମଧ୍ୟ ସେ ଆମମାନଙ୍କୁ ଆଶୀର୍ବାଦ କରନ୍ତି। ଆଉ ଶତ୍ରୁମାନଙ୍କର ହସ୍ତ ଦ୍ୱାରା ମଧ୍ୟ ସେ ଆମମାନଙ୍କୁ ସାହାଯ୍ୟ କରିଥାନ୍ତି। ପରମେଶ୍ୱର ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପରମେଶ୍ୱର ସେ ଆପଣା ବଳବନ୍ତ ହସ୍ତ ଦ୍ୱାରା ସବୁ ସମୟରେ ଆମର ଯତ୍ନ ନିଅନ୍ତୁ। ଆମମାନଙ୍କର ହସ୍ତ କେବେ ହେଲେ ମଧ୍ୟ ଅଳସୁଆର ହସ୍ତ ନ ହେଉ। ଆମର ହସ୍ତ ଗୋଟେ ପରିଶ୍ରମର ହସ୍ତ ହେଉ। ଆମର ହସ୍ତ ସବୁ ସମୟରେ କର୍ତ୍ତୃତ୍ୱ କରିବାର ହସ୍ତ ହେଉ। ଏହା ପରମେଶ୍ୱର ଚାହାନ୍ତି। ଅନ୍ୟମାନଙ୍କ ହସ୍ତ ଆଡ଼କୁ ଅନେଇବା, ଶତ୍ରୁମାନଙ୍କ ହସ୍ତ ଆଡ଼କୁ ଅନେଇବା ଅପେକ୍ଷା ଆମେ ପରମେଶ୍ୱରଙ୍କ ହସ୍ତ ଆଡ଼କୁ ଅନେଇବା। ଏହା ହିଁ ଆମମାନଙ୍କ ନିମନ୍ତେ ସବୁଠାରୁ ମୂଲ୍ୟବାନ ବିଷୟ ଅଟେ। ସେଥିପାଇଁ ଆମେ ପରମେଶ୍ୱରଙ୍କ ହସ୍ତ ଆଡ଼େ ସବୁବେଳେ ଅନେଇ ନିଜ ହସ୍ତରେ ଆମେ ପରିଶ୍ରମ କରିବା। କାରଣ ପାଉଲ କହୁଛନ୍ତି, ଏଇ 2ଟି ହସ୍ତ ମୋର ପରିଶ୍ରମ କରି ମୋର ଆଉ ମୋ ସଙ୍ଗୀମାନଙ୍କର ଅଭାବକୁ ପୂର୍ଣ୍ଣ କରିଅଛି। ପୃଥିବୀର ସବୁଠୁ ବଡ଼ ପ୍ରେରିତ ପାଉଲ, ସେ ଗୋଟେ ଅଳସୁଆ ନଥିଲେ। ସେ ପରିଶ୍ରମ କରିବା ବ୍ୟକ୍ତି ଥିଲେ। ସେ କୌଣସି ଲୋକଙ୍କ ଠାରୁ ମାଗଣାରେ ସେ ରୋଟି ଖାଉନଥିଲେ। ମାତ୍ର ସେ ନିଜେ ପରିଶ୍ରମ କରି ନିଜେ ଖାଉଥିଲେ, ଆଉ ଅନ୍ୟମାନଙ୍କୁ ମଧ୍ୟ ଖାଇବା ପାଇଁ ଦେଉଥିଲେ। ଏହି 4ଟି ହସ୍ତକୁ ଆପଣ ଭୁଲିବେ ନାହିଁ। ଆସନ୍ତୁ ଆମେ ପଦେ ପ୍ରାର୍ଥନା କରିବା। ମଙ୍ଗଳମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ଯେ ତୁମେ ଆମମାନଙ୍କ ପ୍ରାର୍ଥନା ଶୁଣୁଛ, ଆମମାନଙ୍କ ପ୍ରାର୍ଥନାର ଉତ୍ତର ତୁମେ ଦେଉଛ। ପ୍ରଭୁ, ତୁମେ କି ପ୍ରକାର ଯୋଗାଣ କରିବା ପରମେଶ୍ୱର ତୁମେ ଅଟ। ଅନ୍ୟମାନଙ୍କ ଦ୍ୱାରା ମଧ୍ୟ ତୁମେ ଆମକୁ ଦେଇଥାଅ। ତୁମେ ନିଜ ହସ୍ତ ଦ୍ୱାରା ଦେଇଥାଅ, ଆମ ହସ୍ତ ଦ୍ୱାରା ଦେଇଥାଅ। ଶତ୍ରୁମାନଙ୍କ ହସ୍ତ ଦ୍ୱାରା ତୁମେ ଆମମାନଙ୍କ ଆବଶ୍ୟକ ଗୁଡ଼ିକକୁ ପୂର୍ଣ୍ଣ କରିଥାଅ। ମୁଁ ତୁମକୁ ଧନ୍ୟବାଦ ଦିଏ। ଏହି ବର୍ଷ ଯେ ପ୍ରକାର କି ଆମେ କୌଣସି ପ୍ରକାର ଭାବରେ ଅନ୍ୟମାନଙ୍କ ହସ୍ତ ଉପରେ ନିର୍ଭର ନ କରିବୁ, ଶତ୍ରୁ ହସ୍ତ ଉପରେ ନିର୍ଭର ନ କରିବୁ, ଆମେ ତୁମ ହସ୍ତ ଉପରେ ନିର୍ଭର କରିବୁ, ତୁମ ଉପରେ ଡିପେଣ୍ଡ କରିବୁ। ଦୟାକରି ତୁମେ ସାହାଯ୍ୟ କର। ପ୍ରଭୁ, ଯଦି କେହି ଏ ସନ୍ଦେଶ ଶୁଣୁଛନ୍ତି, ପ୍ରଭୁ ତାଙ୍କୁ ତୁମେ ଆଶୀର୍ବାଦ କର, ଯତ୍ନ ତୁମେ ନିଅ। ଯଦି ସେ ଅଳସୁଆ ଅଛନ୍ତି, ପରିଶ୍ରମୀ ହୁଅନ୍ତୁ, ପରିଶ୍ରମ କରନ୍ତୁ। ପରିଶ୍ରମ କରୁ କରୁ ସେ ଆଗକୁ ବଢ଼ନ୍ତୁ, ଏହା ମୁଁ ପ୍ରାର୍ଥନା କରୁଅଛି। ପ୍ରଭୁ, ଆମମାନଙ୍କର ଚକ୍ଷୁ ସବୁବେଳେ କର୍ତ୍ତାଙ୍କ ହସ୍ତକୁ ଅନେଇଲା ପରି ଆମେ ତୁମ ଆଡ଼କୁ ଅନେଇଛୁ, ତୁମ ଉପରେ ଡିପେଣ୍ଡ କରୁଛୁ। ପ୍ରଭୁ, ଦୟାକର, ଆମମାନଙ୍କର ଅଭାବ ଗୁଡ଼ିକକୁ ପୂର୍ଣ୍ଣ କର, ଆମମାନଙ୍କ ଆବଶ୍ୟକ ଗୁଡ଼ିକକୁ ତୁମେ ଯୋଗାଇ ଦିଅ। ପ୍ରଭୁ, ଆମେ କୌଣସି ସମୟରେ ମନୁଷ୍ୟମାନଙ୍କ ଉପରେ ହସ୍ତ ଆମେ ନ ରଖି, ତାଙ୍କ ଆଡ଼କୁ ନ ଦେଖି, ତୁମ ହସ୍ତ ଆଡ଼େ ସଦାସର୍ବଦା ଦେଖି ଆମେ ଆଶୀର୍ବାଦ ପାଇପାରିବୁ। ସାହାଯ୍ୟ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଆଉ ଗୋଟିଏ ନୂଆ ପ୍ରସଙ୍ଗରେ ଆମେ ପରସ୍ପର ସହିତ ସାକ୍ଷାତ ରହିବା। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।